ଚାରି ନେନି, ଏଠି 5 ନେନି, ଏଠି 3 ନେନି, ଏଠି 2 ନେନି। ଏଠି କ'ଣ କରିବି କି ଏଇଟା ହେଲା ଗୁଣନ ଚିହ୍ନ। କ'ଣ ହେଲା? ଗୁଣନ ଚିହ୍ନ। ଏବେ ଦେଖ ତ କ'ଣ କରିବା? 3 ଅଛି, 3ଟାକୁ କାହା ସହିତ ଗୁଣିବ? 3ଟାକୁ 5 ସହିତ, 3ଟାକୁ 4 ସହିତ ଗୁଣା ଯିବ। 3ଟାକୁ 5 ସହିତ, 3ଟାକୁ 4 ସହିତ ଗୁଣିବ। 3 5 15, 5 ରଖିଲେ 3 12 के 13, 2 5 10, ଏଇଟାରେ ଏଇଟା ଗୁଣିବ। 2 5 କେତେ? 10, 0 ରଖିଲା, 1 ନେଲା, 2 8 के 9, 5 5 ଏବେ ମିଶାଇ ଯାଇଥିବ। देखो गुणन पर ताको एटी मिसेब, गुणन पर हरण मिश्रण हुए। 3 की 3 मिले पड़ा 9 1 10, एक पड़ा 1 10 100 1000, 1035। बुझिपाल?